ज्येष्ठ शुक्लपक्ष पंचमी हिंदू मान्यता अनुଯାयी देवादिदेव श्री सिद्धेश्वर महादेव एवं शक्ति स्वरूपिणी माँ जगत जननी पार्वती पवित्र विवाह तिथि हिसाब से पालन करा जायଥାଏ। ग्रीष्मर प्रचंड रौद्र तापरू ଏହି तिथि को प्रकृति शीतलता को परिवर्तित करଥାଏ। तेणु ଏହି तिथि ही शिव पार्वती विवाह उत्सव आयोजन हेबा सह षष्ठी तिथि जुगल दर्शन दियंती देव दंपति जहाकू शीतल षष्ठी भाव में महासमर पालन करती लोके। ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ହାତୀଖୋଜ ଗ୍ରାମ ପଞ୍ଚାୟତର ଇନ୍ଦିରା କାନନ ଶ୍ରୀ ଶ୍ରୀ ସିଦ୍ଧେଶ୍ୱର ଶୈବପୀଠଠାରେ ମହାଦେବ ଓ ପାର୍ବତୀଙ୍କ ବିବାହ ଏବଂ ଶୀତଳ ଷଷ୍ଠୀ ଉତ୍ସବ ପାଳିତ ହୋଇଯାଇଛି। ରୀତିନୀତି ଅନୁଯାୟୀ ପ୍ରଥମେ ସପ୍ତଋଷି ଏବଂ ନବଗ୍ରହ ଦେବତାଙ୍କ ଆବାହନ ପରେ ପତ୍ରପେଣ୍ଡି ଉତ୍ସବ ସମାପନ ସହ ମାଙ୍କ ଅଳଙ୍କାର ଧାରଣ ଉତ୍ସବ ପାଳନ କରାଯାଇଥିଲା। ସେହିପରି ମାନବୀୟ ପରମ୍ପରା ଓ ବୈଦିକ ରୀତିରେ ଉଭୟ ଶିବଶକ୍ତିଙ୍କର ପବିତ୍ର ପୂଜ୍ୟ ଏହି ବିବାହର ନୀତି ଅନୁଯାୟୀ ହରିଦ୍ରା ଲେପନ ଉତ୍ସବ କରାଯାଇଥିଲା, ଯେଉଁଥିରେ କି ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁମାନେ ଯୋଗଦେଇ ନିଜ ପ୍ରଭୁଙ୍କୁ ସ୍ନେହ ହଳଦୀରେ ଅଭିଷେକ କରିଥିଲେ। ଏହାପରେ ରୁଦ୍ରାଭିଷେକ ସମ୍ପନ୍ନ ସହ ଭବ୍ୟ ଶୋଭାଯାତ୍ରାରେ ପଞ୍ଚବାଦ୍ୟ ଡିଜେ ଗଣ୍ଡାବାଜା ସଂକୀର୍ତ୍ତନ୍ୟ ଘଣ୍ଟଶଙ୍ଖ ହରିବୋଳ ହୁଳହୁଳି ସହ ଓମ୍ ନମଃ ଶିବାୟ ତାଳେ ତାଳେ ବଳାନୁଗମନ ହୋଇଥିଲା ଏବଂ ରାତ୍ରରେ ଦେବ ଦମ୍ପତିଙ୍କ ଶୁଭ ବିବାହ ପାଣିଗ୍ରହଣ ଉତ୍ସବ ସହ ବୈବାହିକ ହୋମ ଅନୁଷ୍ଠିତ ହୋଇ ବୈଦିକ ମନ୍ତ୍ରରେ ସାରା ଅଞ୍ଚଳ ପ୍ରକମ୍ପିତ ହୋଇଥିଲା। ଭବ୍ୟ ପଟୁଆରରେ ଦେବାଦିଦେବ ଶ୍ରୀ ଶ୍ରୀ ସିଦ୍ଧେଶ୍ୱର ମହାଦେବ ବାବାଙ୍କର ବରଯାତ୍ରୀରେ ଭକ୍ତଙ୍କ ହଜାର ହଜାର ଜନସମାଗମ ବିଶେଷ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା। ବରଯାତ୍ରୀଙ୍କ ପଟୁଆର କନ୍ୟା ମାତାପିତାଙ୍କ ଘରେ ପହଞ୍ଚିବା ପରେ କନ୍ୟା ଘର ତରଫରୁ ବରଙ୍କ ସ୍ୱାଗତ କରାଯାଇ ମହାସମରରେ ଦେବ ଦମ୍ପତିଙ୍କର ବିବାହ ଉତ୍ସବ ସମ୍ପନ୍ନ ହୋଇଥିଲା। ଏହି ଅବସରରେ ଏହି ପବିତ୍ର ବିବାହ ଉତ୍ସବର ସାକ୍ଷ୍ୟ ପାଇଁ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ଭିଡ଼ ଜମିଥିଲା। ସୁରୁଖୁରୁରେ ଏବଂ ବୈଦିକ ପରମ୍ପରାଗତ ନୀତିରେ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଶ୍ରୀ ରବିନନ୍ଦ ଓ ଶ୍ରୀ ଉମାଶଙ୍କର ମିଶ୍ର ପୂଜକ ଭାବରେ ପୂଜାର୍ଚ୍ଚନା କରିଥିବା ବେଳେ ଭାଲୁଡୁଙ୍ଗୁରିର ଶ୍ରୀ ରତନ ରାଉତ ଓ ସ୍ୱପତ୍ନୀ ଶ୍ରୀମତୀ ସୁବର୍ଣ୍ଣା ରାଉତ ଯଜ୍ଞକର୍ତ୍ତା ଭାବରେ ଦାୟିତ୍ୱ ନିର୍ବାହ କରିଛନ୍ତି। ବରଙ୍କ ମାତାପିତା ଭାବରେ ଇନ୍ଦିରା କାନନ ପଡ଼ାର ଶ୍ରୀ ପ୍ରେମାନିଧି ସାହୁ ଓ ତାଙ୍କର ପତ୍ନୀ ଶ୍ରୀମତୀ ପଦ୍ମିନୀ ସାହୁ ଓ କନ୍ୟା ମାତାପିତା ଭାବରେ ବେଲସାପଡ଼ାର ଶ୍ରୀକାନ୍ତ ସାହୁ ଓ ତାଙ୍କ ପତ୍ନୀ ଶ୍ରୀମତୀ ବିନତୀ ସାହୁ ଦାୟିତ୍ୱ ନିର୍ବାହ କରିଛନ୍ତି। ମନ୍ଦିର ପୂଜକ ଶ୍ରୀ ଦେବାଦୀ ସାହୁ ହିମାଞ୍ଚଳ ନାୟକ ସନ୍ତୋଷ ରଣା ଶୁକ୍ରୁ ରଣା ଶେଷଦେବ ସାହୁ ଓ କୀର୍ତ୍ତି ନାୟକଙ୍କ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ସପ୍ତଋଷି ଭାବରେ ଧ୍ରୁବଚରଣ ଜାଲ ତ୍ରିନାଥ ନାୟକ ଶେଷ ନାୟକ ପଞ୍ଚି ନାୟକ ବନମାଳୀ ପ୍ରଧାନ ରାଜେନ୍ଦ୍ର ସାହୁ ରାମନାଥ ମାଝୀ ପ୍ରମୁଖ ଦାୟିତ୍ୱ ନିର୍ବାହ କରିଛନ୍ତି। ହାତୀଖୋଜ ଗ୍ରାମର ସୁଶ୍ରୀ ଚନ୍ଦ୍ରକାନ୍ତି ସାହୁ ପୁରାଣ ପାରାୟଣ ପଠନ ଦାୟିତ୍ୱ ନିର୍ବାହ କରିଛନ୍ତି। ଅଞ୍ଚଳର ଶତାଧିକ ବୁଦ୍ଧିଜୀବୀମାନେ ଯୋଗଦେଇ କାର୍ଯ୍ୟକ୍ରମରେ ସହଯୋଗ କରିଛନ୍ତି। କାର୍ଯ୍ୟକ୍ରମରେ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ଯୋଗଦେଇ କାର୍ଯ୍ୟକ୍ରମକୁ ଉପଭୋଗ କରିବା ସହ ସାଫଲ୍ୟ ମଣ୍ଡିତ କରି ପ୍ରଭୁ କୃପା ଲାଭ କରିଥିଲେ। ଷ୍ଟେଟ୍ କ୍ରାଇମ୍ ବ୍ୟୁରୋ ଚିଫ୍ ଉମାଶଙ୍କର ମିଶ୍ରଙ୍କ ରିପୋର୍ଟ ନୀଳଚକ୍ର।